ମୁଁ ବହୁତ ଅନୁଭୂତି ପାଇଛି। ମୁଁ ବହୁତ କଷ୍ଟ କରିକିରି ମଧ୍ୟ ମୋ ଜୀବନରେ ମୁଁ ବହୁତ କଷ୍ଟ ଭୋଗିଛି। ତା ପୁଅ ମଧ୍ୟ ମରିଗଲା, 27-28 ବର୍ଷର ପୁଅ ମରିଗଲା। ତାପରେ ବହୁତ କଷ୍ଟ ଭୋଗିକିରି ରହିଲି। ତାପରେ ଝିଅ ପାଖେ ଆସି ରହିଲି। ଆର ବର୍ଷ ଡିସେମ୍ବର 20 ତାରିଖରେ 21 ତାରିଖରେ ପୁଅର ଆକ୍ସିଡେଣ୍ଟ ହେଇଗଲା। ଏମିତି ନାତିର ମାନେ ଏକେବାରେ ମରମର ଅବସ୍ଥା। ସମସ୍ତେ ସମସ୍ତେ କେହି ଆଉ ଭାବିନଥିଲେ ସେ ବଞ୍ଚିବ ବୋଲିକିରି। ଯାହା ହଉ ସେଇ ଭଗବାନଙ୍କୁ ଡାକି ଡାକି, ହନୁମାନଙ୍କୁ ଆଉ ଜଗନ୍ନାଥଙ୍କୁ ଡାକି ଡାକିକିରି ସେ ରହିଲା। ମୁଁ ଦିନେ ରାତିରେ ଶୋଇଛି, ସ୍ୱପ୍ନ ଦେଖୁଛି ଆଉ ନାଇଁ କିଛି ହବନି, ଟଙ୍କା ଖର୍ଚ୍ଚ ହବ, ପୁଅ ଭଲ ହେଇଯିବ। ମୋତେ ଏମିତି ଜଗନ୍ନାଥ କହିଲା ଭଳିଆ ମୋତେ ଲାଗିଲା। ମୁଁ ଶୋଇଲା ବେଳେ ତାରି ପାଖରେ ଶୋଇଥିଲି, ଏମିତି ମୋତେ ଲାଗିଲା ଟଙ୍କା ଖର୍ଚ୍ଚ ହବ, ପୁଅ ଭଲ ହବ। ହଁ, ଆଉ ଏମିତି ହେଇ ବହୁତ କଷ୍ଟ ମୋ ଜୀବନରେ କରିଛି। ଯାହା ହଉ ଏବେ ଜଗନ୍ନାଥଙ୍କ ଇଏରୁ ସମସ୍ତେ ଭଲରେ ଅଛନ୍ତି। ଠାକୁରଙ୍କୁ ତ ମୁଁ ଦର୍ଶନ କରେ, କିନ୍ତୁ ଥରେ ଥରେ ଏମିତିଆ ରହିଯାଏ। ତାପରେ ସେଠୁ ଫେରେ ସେ ଭିଡ଼ ଭିତରେ ପଶିକିରି କିଏ ହେଲେ ଜଣେ ଧରିକିରି ନେଇଯିବ, ଇଏ କରିବ, ଏମିତି କରିକିରି ଯାଇକିରି ଦେଖେ। ଟିକେ ଭଲ ହେଇଯାଇଛି। ଏବେ ମଧ୍ୟ ଭଲ ହେଇକିରି ଅଫିସ୍ କରିକିରି ତାର ଠିକ୍ ଠାକ୍ କରୁଛି। ଆଉ ଥରେ ଅପରେସନ୍ ହେବାକୁ ଥିଲା। ଏମିତି ମୁଁ ସବୁବେଳେ ଭାବେ, ମୁଁ କହେ କ'ଣ ଆଉ ଭଲ ହବନି, ଏମିତି ଆକ୍ରମଣ୍ୟ ହେଇକିରି ରହିଯିବ। ତାର ଗୋଟିଏ ବୋଲି ପୁଅ, ଆଉ ତାର କିଛି ନାହିଁ, କେମିତି କ'ଣ କରିବ, ଏମିତି ହେଇକିରି ମୋତେ ପୁରା ସେମିତି କହିଲେ ଟଙ୍କା ଖର୍ଚ୍ଚ ହବ, ପୁଅ ଭଲ ହେଇଯିବ। ଜଗତରନାଥ ଜଗନ୍ନାଥ, କୋଟି କୋଟି ଓଡ଼ିଆଙ୍କର ମୌଡ଼ମଣି, ସାରା ବିଶ୍ୱର ଠାକୁର ପ୍ରଭୁ ଜଗନ୍ନାଥଙ୍କୁ ମୋର କୋଟି କୋଟି ପ୍ରଣିପାତ। ଯେତେବେଳେ ଯାହା ଚାହିଁଛି ଏ ପ୍ରଭୁ ତାର ମନସ୍କାମନା ପୂର୍ଣ୍ଣ କରିଛି। ଭକ୍ତ ସାଲଭୋଗ ଠାରୁ ଆରମ୍ଭ କରି ଦାସିଆ ବାଉରୀ ପର୍ଯ୍ୟନ୍ତ ମୋର ତ ଅନେକ ସ୍ମୃତି, ଅଭୁଲା ସ୍ମୃତି। ଯେତେବେଳେ ମୋତେ ବିପଦ ମାଡ଼ି ଆସିଛି, ମୁଁ ଯେତେବେଳେ ପ୍ରଭୁଙ୍କ ନାଁ ଧରିଦେଇଛି, କାହିଁକିନା ମୋତେ କେତେ ମାନେ ମୁଁ ଭାବିଲି ଯେ ମୋ ସ୍ୱପ୍ନ ପୂରଣ ହେଇଗଲା। ମୁଁ ରାଜନୀତି କ୍ଷେତ୍ରରେ ହଉ, 1997 ମସିହାରେ ଯେତେବେଳେ ପ୍ରଥମେ ରାଜନୀତିରେ ପାଦ ଦେଲି, ସେ ପ୍ରଭୁଙ୍କୁ ଆରାଧନା କରିଥିଲି। ବିଧାନସଭା ଲଢ଼ିବା, 3 ଥର ପରାଜିତ ହେଲା ପରେ ଚତୁର୍ଥ ଥର 2024 ମସିହାରେ ପ୍ରଭୁଙ୍କୁ ଯାଇକି ପ୍ରାର୍ଥନା କରିଥିଲି। 29 ବର୍ଷ ଧରି ବେଗୁନିଆ ବୋଲଗଡ଼ରେ ଏମିତି କ'ଣ ପ୍ରଭୁ ପରାଧୀନ ହେଇକି ଥିବ, ବାହାର ଲୋକ ଏଠି ବିଧାନସଭା ନେତୃତ୍ୱ ନେଉଥିବେ। ସତେ ପ୍ରଭୁ ମୋ ଡାକ ଶୁଣିଲେ, ନବୀନଙ୍କ କଣ୍ଠରେ ବିଜୟ ହେଲେ, ବିଜୁ ଜନତା ଦଳ ଟିକେଟ୍ ମିଳିଲା। ଓଡ଼ିଶା ରାଜ୍ୟରେ ଦ୍ୱିତୀୟ ସର୍ବାଧିକ ଭୋଟରେ ଜୟଯୁକ୍ତ ହେଲେ। ମୋ ମାଆଙ୍କ କାମ ବେଳେ ପ୍ରଭୁଙ୍କୁ ପ୍ରାର୍ଥନା କରିଥିଲି। ହଜାର ହଜାର ସଂଖ୍ୟାର ଲୋକ ଆସିଥିଲେ ଘରଟିକି। କାହାରି ମନରେ ଗୋଟେ ନଥିଲା କି ମାନେ ଗୋଟେ ଭାବନା ନଥିଲା ଯେ ଖରାପ ଭାବନା, ଯେ ଆମେ ଯାଇକି ଗଲୁ, ଦେଖାଇଲୁ, ଫେରିଲୁ। ଇଏ ଗୋଟେ ସ୍ୱତନ୍ତ୍ର ନିଆରା ଅନୁଭୂତି ପ୍ରଭୁଙ୍କର। ମୁଁ ବ୍ୟକ୍ତିଗତ ଭାବେ କହିବି, ଆହୁରି ଗୋଟେ ସୌଭାଗ୍ୟ ମୋର, ଦ୍ୱିତୀୟ କଥା, ମୋ ନିଜ ଶ୍ୱଶୁର ଘର ମଧ୍ୟ ସେ ପୁରୀ ଜଗନ୍ନାଥଙ୍କ ଧାମରେ। ମୋ ଶାଶୁ, ଶ୍ୱଶୁର, ମୋ ଶଳାମାନେ ସମସ୍ତେ ପ୍ରଭୁଙ୍କର ଆରାଧ୍ୟ ଲାଭ କରିଛନ୍ତି। ଆମେ ମଧ୍ୟ ଆଶୀର୍ବାଦ ପାଉଛୁ। ମୋ ବ୍ୟକ୍ତିଗତ ମତ, ମୁଁ ସେଇ କାଳିଆ ସାଆନ୍ତକୁ ଯେତେବେଳେ ରଥ ଉପରେ ଦେଖିଦେଲା ପରେ ଯେତେ ଯାହା ମନରେ ଥାଏ, ଦୁଃଖ କଷ୍ଟ ଯାହା ଥାଏ, କାହିଁ ଆପେ ଆପେ ସେ ଦୂର ହୋଇଯାଏ। ନିଶ୍ଚିତ ଭାବରେ ସେଇ ଜଗତରନାଥ ଜଗନ୍ନାଥ, ସାରା ବିଶ୍ୱ ବ୍ରହ୍ମାଣ୍ଡର ଠାକୁର ଆଶୀର୍ବାଦ କରନ୍ତୁ ସମସ୍ତଙ୍କୁ। ସମସ୍ତଙ୍କର ମନସ୍କାମନା ଯେମିତି ପ୍ରଭୁ ପୂର୍ଣ୍ଣ କରୁଛନ୍ତି, ସେମିତି ମନସ୍କାମନା ପୂର୍ଣ୍ଣ କରନ୍ତୁ। ପ୍ରଭୁଙ୍କ ପାଖରେ ଏଇ ମୋର ବିନମ୍ର ପ୍ରାର୍ଥନା।